ନାଇଁ ଦେଖନ୍ତୁ ଧର୍ମଶାଳାର ଗୋଟେ ଘଟଣା ବର୍ତ୍ତମାନ ରାଜ୍ୟରେ ହୁଲସ୍ଥୁଲ କରୁଛି। ଧର୍ମଶାଳାର ଘଟଣା ନୁହଁ, ଧର୍ମଶାଳାର ଜଣେ ବିଧାୟକ ବିଧାୟକ ବୋଧହୁଏ ରାଜ୍ୟରେ ହୁଲସ୍ଥୁଲ କରୁଛନ୍ତି ମତେ ଲାଗୁଛି। ବିଧାୟକ ଧର୍ମଶାଳା ବିଧାୟକ ବୋଧେ ସାରା ଓଡିଶାର ବିଧାୟକ ଠାରୁ ଅଧିକ ପାୱାରଫୁଲ, ନହେଲେ ତାଙ୍କ ନାଁରେ ଏତେ ଆଲିଗେସନ କାହିଁକି ଆଉଛି? ଯେ ଦେଖନ୍ତୁ ଯେ କଥା ପଡିଛି ଲିକୁ ସାହୁ ବର୍ତ୍ତମାନ ସେ ମାନେ ସ୍ୱାଧୀନ ବିଧାୟକ, ସ୍ୱାଧୀନ ଗୋଟେ ଜିତିବେ ତ ଯୋଉ ସମୟରେ 2024 ନିର୍ବାଚନ, ସେ ସମୟରେ ବିଜେପି ଭିତରେ ଯୋଉଭଳି କড়ା ଟକ୍କର ଚାଲିଥିଲା, ବିଜେଡି ଯେତେବେଳେ ସରକାର ଥିଲା, ସରକାରୀ କଳ ତାଙ୍କର ଥିଲା, ତାଙ୍କ ବ୍ୟବସ୍ଥିତ ଭାବରେ ସେମାନେ ନିର୍ବାଚନ କରୁଥିଲେ। ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ ବୋଧହୁଏ ବିଧାୟକ ପାଇଁ ତାଙ୍କର ମଧ୍ୟ ଦବଦବା ବହୁତ ଥିଲା। ସରକାରୀ କଳଠୁ ଆରମ୍ଭ କରି ଦବଦବା ଥିବା ଭିତରେ ବିଜେପି ପୁଣି ଜଣକୁ ଗୋଟେ ମହିଳାକୁ ଟିକେଟ ଦେଇଥିଲା। ଏଠି ଲିକୁ ସାହୁ ଏକା ଲଢିକି ସେଠୁ ବିଧାୟକ ହେଲେ। ପର ମୁହୂର୍ତ୍ତରେ ହୁଏତ ସେ ବିଜେପିକୁ ସମର୍ଥନ କରିଥିଲେ। କିନ୍ତୁ କଥା ପଡିଛି ଯେତେବେଳେ ସେଠି ଗୋଟେ ସ୍ୱାଧୀନ ବିଧାୟକ ଜଣେ ଜିତିଛନ୍ତି, ତାଙ୍କ ନାଁରେ ଏତେ ଆଲିଗେସନ କଣ ପାଇଁ? ମତେ ସେଇ କଥାରେ ଖାଲି ବାରମ୍ବାର ଲାଗୁଛି। ଯେତେବେଳେ ନୂଆପଡା ଉପନିର୍ବାଚନ ହେଲା, ସେତେବେଳେ ସମସ୍ତେ ଏଠି ଆଲୋଚନା କଲେ ଲିକୁ ସାହୁଙ୍କ ପାଇଁ ନୂଆପଡା ଉପନିର୍ବାଚନ ବିଜେପି ଜିତିଲା କାହିଁକି? ତାପରେ ବାଲି ଚୋରି ଘଟଣାରେ ତାକୁ ବିଜେଡିରୁ କଂଗ୍ରେସ ସମସ୍ତେ ସମାଲୋଚନା କଲେ। ତାପରେ ବର୍ତ୍ତମାନ ଗୋଟେ ଗଣ୍ଡଗୋଳ ପରେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ବିରୋଧୀ ଲୋକ ଏକାଠି ହେଇଯାଉଛନ୍ତି। ମାନେ ଲିକୁ ସାହୁ ଏତେ ପାୱାରଫୁଲ, ସବୁ ବିରୋଧୀ ଲୋକକୁ ଏକ କରିଦଉଛନ୍ତି ଗୋଟେ ଜାଗାରେ। ମାନେ କୋଉଠି ସିପି ଅଫିସ ଆଗରେ ଧାରଣା ପାଇଁ। ଏଠି ବାସ୍ତବତା ହଉଛି ଯଦି କାହା ସାଙ୍ଗରେ ଅନ୍ୟାୟ ହେଇଛି ତଦନ୍ତ ହବା ଦରକାର। ତଦନ୍ତ ସାଙ୍ଗେ ସାଙ୍ଗେ ପୋଲିସ ବାନ୍ଧି ଆଣିବ। ପୋଲିସ କଣ ସ୍ୱର୍ଗର ଦେବତା? ସାଙ୍ଗେ ସାଙ୍ଗେ ଜାଣିଗଲା ସବୁ ବାନ୍ଧିଦବ? ଘଟଣା ଯେତେବେଳେ ଘଟେ, ନିଆଁ ନଥିଲେ ଧୂଆଁ ବାହାରେ ନା, ଗୋଟିଏ ହାତରେ ତାଳି ବାଜେ ନା। କୋଉଠି ନା କୋଉଠି ଘଟଣା ଯେତେବେଳେ ହେଇଛି, ପୋଲିସ ଏହାକୁ କେସ୍ ଏଫଆଇଆର ରେଜିଷ୍ଟର କଲା ପରେ ତାପରେ ସିଏ ଇନଭେଷ୍ଟିଗେସନ କରିବ। ତାପରେ କିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହବ। ଯଦି ଏକଥା ଯେ ପାଇଁ ଆପଣ ବ୍ୟସ୍ତ ହେଇଯିବେ ଯେ ସାଙ୍ଗେ ସାଙ୍ଗେ ବାନ୍ଧ, ତାହେଲେ ଇତିଶ୍ରୀ, ବେବିନା, ପିହୁ, ପରୀ, ମମିତା ମେହର ଆଦି ସେମାନେ ନ୍ୟାୟ ପାଇଲେଣି ଏତେ ବର୍ଷ ହେଲା, କାହିଁ ନ୍ୟାୟ ପାଇନାହାନ୍ତି? ସେଇ କଥାଟା ମୁଁ ଜାଣିବାକୁ ଚାହୁଁଛି। ଏଠି କଥା ପଡିଛି ଯଦି କେହି ମାଡ ଖାଇଛନ୍ତି, କାହାକୁ କିଏ ମାରିଛି, ମାଡ ମାରିବା ହଉଛି ଅନ୍ୟାୟ କଥା। କାରଣ ମାଡ ମାରି ତମେ କଣ ପ୍ରମାଣ କରିବାକୁ ଚାହୁଁଛ? ତେଣୁ ମାଡ ମାରିଛି ଯିଏ, କାହିଁକି ମାରିଛି, ଏତେ ପର୍ଯ୍ୟନ୍ତ କଥା କାହିଁ ଗଲା? ତାକୁ ପୋଲିସ ଇନଭେଷ୍ଟିଗେସନ କରୁ, ପୋଲିସ ଉପରେ ଛାଡ, ଗୋଟେ ସପ୍ତାହ ଦେଖାଯାଉ। ତାପରେ କଥା ହଉଛି ପ୍ରଥମ ରାଜ୍ୟରେ ବୋଧେ ଗୋଟେ ରାଜନୈତିକ ଗଣ୍ଡଗୋଳ ହେଇଛି। ରାଜ୍ୟ ସାରା ନେତା, ବିଜେଡିରେ ସମସ୍ତ ନେତା ଏକାଠି ହେଇଛନ୍ତି। ରାଜ୍ୟରେ ଚାରିଆଡେ ହଉଛି ଗଣ୍ଡଗୋଳ, ନିର୍ବାଚନ ହିଂସା ଚାଲେ। ନିର୍ବାଚନ ସମୟରେ ନିର୍ବାଚନ ହିଂସା, ନିର୍ବାଚନ ପରେ ନିର୍ବାଚନ ହିଂସା। ଆମେ ଦେଖିଲେ କିଛି ଦିନ ତଳେ ଜଣେ ଘରୋଇ ଗଣ୍ଡଗୋଳରେ ଜଣେ ମହିଳା ତାଙ୍କ ନିଜ ପରିବାର ଭିତରେ ବାଡିଆ ପିଟା ହେଇଛନ୍ତି। ହଁ, ରଶ୍ମି ପରିଜା ନାମ୍ନୀ। ସେ କିନ୍ତୁ ବାହାରେ ଆସିକି କହିଲେ ଯେ ମତେ ବିଜେପି ଲୋକ ବାଡେଇଛନ୍ତି। ବିଜେଡିରେ ତାଙ୍କର ଏଠି କହିଲେ ଦେଖ ଏଠି ଗୁଣ୍ଡାରେ ଚାଲିଛି, ଏଠି ବାଡେଇକି ତାକୁ ଇଏ କରିସାରିଲେଣି। କିନ୍ତୁ ଦେଖିବାକୁ ତାଙ୍କର ସାହି ପଡିଶା ଲୋକ କହୁଛନ୍ତି ଏଟା ଗୋଟେ ତାଙ୍କ ପାରିବାରିକ ଗଣ୍ଡଗୋଳ ବୋଲି। ଯେ କୌଣସି ଗଣ୍ଡଗୋଳ ଯେତେବେଳେ ହେଇଛି, ଗୋଟେ ହାତରେ ତାଳି ବାଜେ ନା, ଦୁଇ ହାତରେ କୋଉଠି ନା କୋଉଠି କିଛି କିଏ କାହାକୁ କରିଥିଲା, କିଏ କାହାକୁ କଣ କହିଛି କି କଣ ହେଇଛି, ସେଥିପାଇଁ ଗଣ୍ଡଗୋଳ ହେଇଛି। ଯାହା ଗଣ୍ଡଗୋଳ ହେଲେ ଆମେ ଯେମିତି ବିଭିନ୍ନ କଥାକୁ ନେଇକି ଇତିଶ୍ରୀ, ବେବିନା, ପିହୁ ପରୀ କେସରେ ଏଥିରେ କଣ ନବୀନ ବାବୁ ନିଜେ ସାମିଲ ଥିଲେ କି? ନବୀନ ବାବୁଙ୍କ ସରକାର ଥିଲାବେଳେ ନବୀନ ବାବୁଙ୍କୁ ସମାଲୋଚନା କରାହଉଛି। ଆଜି ସୌମ୍ୟଶ୍ରୀ ଘଟଣା ଘଟିଲା ପରେ ଆମେ ମୋହନ ମାଝୀଙ୍କୁ ଦାୟୀ କଲୁ। ଯୋଉ ସମୟରେ ଯୋଉ ଏରିଆରେ ଘଟଣା ଘଟେ ସେଠି ବିଧାୟକ ଉପରେ ଗୋଟେ ଆସେ, ଗୋଟେ ମାନେ ଯେ ବିଧାୟକଙ୍କର ସମର୍ଥିତ ଲୋକ ବାଡେଇଛନ୍ତି। ଯଦି ବିଜେପି ଯୋଉ ବିଧାୟକ ସମର୍ଥିତ ଲୋକ ବାଡେଇଛନ୍ତି, ନିଶ୍ଚିତ ଭାବେ ସେ ପନିଶମେଣ୍ଟ ପାଇବେ। ତେଣୁ ପନିଶମେଣ୍ଟ ପାଇବା କଣ ମିଳୁଛି ତାକୁ ଅପେକ୍ଷା କରିବା ଦରକାର ନା। ଯେ ଲିକୁ ସାହୁ ହେଇକି ଯେ ଲିକୁ ସାହୁଙ୍କର ସାରା ଓଡିଶାରେ ବୋଧ ଚର୍ଚ୍ଚା ଅଧିକ ହଉଛି, ତାକୁ ଚର୍ଚ୍ଚା କରୁଛନ୍ତି, ତାଙ୍କୁ ବୋଧେ ବେଶୀ ପବ୍ଲିସିଟି ଦଉଛନ୍ତି ବିରୋଧୀ ଲୋକ। ଏହାର କାରଣ ହଉଛି କଣ? ଯାଜପୁର ଜିଲ୍ଲାର ଯୋଉ ନେତା ସବୁ ଥିଲେ, ସେମାନଙ୍କର ପାୱାର କୋଉଠି ନା କୋଉଠି ଓଡିଶା ରାଜନୀତିରେ ଗୋଟେ ସକ୍ରିୟ, ଗୋଟେ ବଡ ପାୱାର ଥିଲା। ବିଜେଡିରେ ଯୋଉମାନେ ନେତା ଥିଲେ, ଓଡିଶାରେ ସେମାନେ ବହୁତ ବଡ ବଡ ତୁଙ୍ଗ ନେତୃତ୍ୱ ନେଇଥିଲେ। ଓଡିଶାରେ ତାଙ୍କର ପ୍ରଭାବ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ସମୟରେ
ଅଧିକ ଥିଲା। ଯେତେବେଳେ ସରକାର ଗଲା ପରେ କୋଉଠି ନା କୋଉଠି ସେମାନଙ୍କର ମାନେ କଣ କହିଲେ ପାୱାର କମିଛି। ଲିକୁ ସାହୁ ଯେହେତୁ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି, ତାପରେ ହଉଛି କଣ ନା ସେ ବିଜେପି କି ସମର୍ଥନ ଦେଇଛନ୍ତି, କୋଉଠି ନା କୋଉଠି ଗୋଟେ ଯାଜପୁର ଜିଲ୍ଲାରେ ତାଙ୍କର ପ୍ରତିହାର ବୃଦ୍ଧି ପାଉଛି ଲିକୁ ସାହୁଙ୍କର। ଇଏ ଗୋଟେ ଗୋଟେ ଜିଲ୍ଲାର ଗୋଟେ ଘଟଣାକୁ ରାଜ୍ୟ ଇସ୍ୟୁକୁ କରି ତାକୁ କେମିତି ରାଜ୍ୟ ଇସ୍ୟୁ କରି ତାକୁ ବଦନାମ କରିବା ପାଇଁ ଲିକୁ ସାହୁକୁ ବହୁତ ଏଇ ଗୋଟେ ଷଡ଼ଯନ୍ତ୍ର ମୁଁ ଭାବୁଛି। କାହିଁକି ନା ତା କାରଣ ହେଲା ଦେଖନ୍ତୁ, ଏମାନଙ୍କର ପ୍ରତିହାର ଥିଲା, ଏମାନେ ଦିନେ ମୋଷ୍ଟ ପାୱାରଫୁଲ ଥିଲେ ଯାଜପୁର ଜିଲ୍ଲାରେ, ଏମାନେ ମଧ୍ୟ ରାଜ୍ୟରେ ପାୱାରଫୁଲ ଥିଲେ ନବୀନ ବାବୁଙ୍କ ସରକାରରେ। ଯେତେବେଳେ ଲିକୁ ସାହୁ ସେଠି ବିଧାୟକ ହେଇସାରିଲା ପରେ ତାଙ୍କର ପାୱାର ବୃଦ୍ଧି ପାଉଛି, ଲୋକପ୍ରିୟତା ବୃଦ୍ଧି ପାଉଛି, ଏ ଘଟଣା ଘଟୁଛି। ଯଦି ବି କାହା ସାଙ୍ଗରେ କାହାର କିଏ ଅନ୍ୟାୟ କରିଛି, ବାଡେଇବା ପିଟିବା ଇଏ ହଉଛି ଅପରାଧ। ଆଇନକୁ ହାତକୁ ନବାକୁ କାହାକୁ ପରମିଶନ ନାହିଁ। ଆଇନ କି କେହି ହାତକୁ ନେଇପାରିବେନି। ଗଣ୍ଡଗୋଳ ହଉ, ଉଚ ବାଚ କଥାବାର୍ତ୍ତାରେ ଯାହା ସୋଦା ପକା ହୁଅ, ହାତ ଉଠା ଉଠି ହେଇକି କାହାକୁ ବାଡେଇକି ଅଧାମରା କରିଦେବା, ଇଏ ହଉଛି ଆମ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ।